ସାର୍ ଆପଣଙ୍କ ପରିଚୟ ଟିକେ କହିବେ? ମୋ ପରିଚୟ ଆଜ୍ଞା। ମୋ ଘର ତାଳଚେର। ମୋ ନାଁ ଶ୍ରୀ ବିଚିତ୍ର କୁମାର ଦାସ। ହାତୁଡ଼ା ମୁଖ୍ୟ ବଜାରରେ ମୋର ଗୋଟିଏ ଜେରକ୍ସ ଦୋକାନ ଅଛି ଏବଂ କମ୍ପ୍ୟୁଟର ଦୋକାନ ପ୍ଲସ୍ ଜନସେବା କେନ୍ଦ୍ର ଅଛି। ଆପଣ ଯେଉଁ ଆୟୁର୍ବେଦିକ ମେଡ଼ିସିନ ଗ୍ୟାଷ୍ଟ୍ରିକ୍ ପାଇଁ ଖାଉଥିଲେ ତା ବିଷୟରେ ଟିକେ କହିଲେ, କ'ଣ ହେଲା? ଭଲ ଲାଗିଲା କି ଖରାପ ଲାଗିଲା, କେମିତି ଲାଗିଲା ସେ ବିଷୟରେ? ମୋର ବହୁତ ଦିନରୁ ଗ୍ୟାଷ୍ଟ୍ରିକ୍ ଥିଲା। ପ୍ରାୟ ମୁଁ ତେଲ ଭାଜି ଜିନିଷ ଖାଇଲେ, ଟିକେ ଖାଇଲେ ମୋର ଖାଲି ଗ୍ୟାସ୍ ହେବ। ଦିନ ରାତି ସବୁବେଳେ ଆମ୍ବିଳିଆ ହାକୁଟି ଆସିବ, ଗ୍ୟାସ୍ ହେବ, ଆଉ ଜମା ବହୁତ ଅସୁସ୍ଥି ଲାଗେ। ମୁଁ ସବୁଦିନ ପାଣି ଗୋଟେ ଖାଏ। ଯେଉଁଦିନ ଭୋଜି ଭାତକୁ ଯିବି ସେଇଭଳିଆ ଗ୍ୟାସ୍ ପ୍ରାୟ ଟାଇମ୍ ମୋତେ ହୁଏ। କିନ୍ତୁ ଏଇ ଯେଉଁ ଆୟୁର୍ବେଦିକ ମେଡ଼ିସିନ, ମୋର ଜଣେ ବନ୍ଧୁ ଶିବାନନ୍ଦ ଦାସ ବାଲେଶ୍ୱରରୁ, ତାଙ୍କ ସାଙ୍ଗେ ମୋର ବହୁତ ଦିନର ପ୍ରାୟ 20 ବର୍ଷର ସମ୍ପର୍କ। ସେ ମୋତେ ଦିନେ ବାଇ ଫୋନ୍ରେ କହିଲେ, ବିଚୁ ବାବୁ ଗୋଟେ ଭଲ ଆମର ଗ୍ୟାଷ୍ଟ୍ରିକ୍ ମେଡ଼ିସିନ ଅଛି ଆୟୁର୍ବେଦିକର, ସେଇଟା ନେଇକିନି ୟୁଜ୍ କର, ଆଉ ନିଶ୍ଚିନ୍ତ ତୁମର ଭଲ ହେଇଯିବ। ମୁଁ ଏଇଟା ପ୍ରଥମେ ବିଶ୍ୱାସ କଲିନି, କିନ୍ତୁ ବାରମ୍ବାର ସେ ମୋତେ କହିବା ଦ୍ୱାରା ମୁଁ ଦିନେ କହିଲି, ଠିକ୍ ଅଛି ମେଡ଼ିସିନଟା ପଠାଅ। ସିଏ ମୋ ପାଖକୁ ଏଇ ମେଡ଼ିସିନଟି ପଠାଇଥିଲେ, ନେରୋ ମେଡ଼ିସିନ। ମୁଁ କହିଲି କି ଏଇଟା ଖାଇଲେ କ'ଣ ଭଲ ହେଇଯିବ? ମୁଁ ବିଶ୍ୱାସ ନଥିଲେ ବି ଏଇଟା ଖାଇଲି। ପାଣିରେ 4 ଠୋପା ପକାଇକି ଖାଇବା ଦ୍ୱାରା ମୁଁ ଦେଖିଲି ଆସ୍ତେ ଆସ୍ତେ ମୋତେ ବହୁତ ଭଲ ଲାଗିଲା। ମୁଁ ଯେଉଁ ଡେଲି ପାଣି ଗୋଟେ ଖାଏ, ତାହା ଆଉ ଖାଇବାକୁ ପଡ଼ିଲାନି। କେତେ ଦିନ ପରେ ଆପଣଙ୍କ ଇଫେକ୍ଟଟା ଜାଣିପାରିଲେ? ପ୍ରାୟ 2-3 ଦିନ ଖାଇଲା ପରେ ମୋତେ ବେଶ ଭଲ ଲାଗିଲା। ସେଦିନଠୁ ମୁଁ କଣ୍ଟିନ୍ୟୁସଲି ପ୍ରାୟ 3 ମାସ ହେଲାଣି ଏଇ ମେଡ଼ିସିନ ଖାଉଛି। ମୁଁ ମୋ ଘରେ ମୋ ଝିଅକୁ ଦେଉଛି, ମୋ ମିସେସ୍ ବି ଖାଉଛି। ମୋ ମିସେସ୍ ଜଣେ ସ୍କୁଲ ଟିଚର, ସିଏ ବି, ତାଙ୍କୁ ବି ଗ୍ୟାସ୍ ଥାଏ। ଆମେ ମୋ ପରିବାରରେ ସମସ୍ତେ ଖାଇବା ଦ୍ୱାରା ବର୍ତ୍ତମାନ ଆମେ ପୁରା ସୁସ୍ଥ ହେଉଛୁ। ଆଉ ଏଲୋପାଥିକ ମେଡ଼ିସିନ ଖାଇବାକୁ ପଡ଼ୁନି। ଏଇଥିରେ ଆମର କଣ୍ଟ୍ରୋଲ ହେଇଯାଇଛି ଗ୍ୟାସ୍। ଧନ୍ୟବାଦ ସାର୍। ଧନ୍ୟବାଦ ସାର୍। ଆଜ୍ଞା।